ରବିବାର ରଥ ନିର୍ମାଣର 37ତମ ଦିବସରେ ନିର୍ମାଣକାରୀ ସେବକମାନେ ପୂର୍ବାହ୍ନରେ ରଥଖଳାଟିରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତକାଲି ସୁଦ୍ଧା 3 ରଥ 39 କୋଟି ଚକ ନିର୍ମାଣ ଶେଷ ହୋଇଥିଲା। ବାକି 3 ରଥର ଗୋଟିଏ ଗୋଟିଏ ଚକ ତୁମ୍ବରେ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଭୋଇ ସେବକମାନେ ସମ୍ପନ୍ନ କରିଛନ୍ତି। ଆସନ୍ତାକାଲି ଭୋଇ ସେବକମାନେ 3 ରଥ ମହାରଣା ସେବକମାନଙ୍କୁ ଯୋଗାଇ ଦେବା ପରେ 3 ରଥର ଶେଷ 3 ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହେବ। 3 ରଥର 4 ଗୋଟି ଲେଖାଏଁ 4 ନାହାକର 2 ମୁଖ ସାଲ କାର୍ଯ୍ୟ ଶେଷ ହେବା ସହ 3 ରଥର 5 ଦଣ୍ଡାକୁ ବାନ୍ଧି ରଖିବା ପାଇଁ ନିର୍ମାଣ ଶେଷ ହୋଇଥିବା 20 ଫୁଟିଆ ମୁହାଁଟିରେ 5ଟି ଲେଖାଏଁ ବିନ୍ଧ କାର୍ଯ୍ୟ ପୂଜା ଅନୁକୂଳ ପୂର୍ବକ ଶେଷ ହୋଇଛି। ଏଥିସହ 12ଟି ଲେଖାଏଁ ଭୂଇଁ ଚଉତାର 2 ମୁଖ ସାଲ କାର୍ଯ୍ୟ ଶେଷ ହୋଇଛି। ରଥ ଅମିନ 3 ରଥ ଚାଳିକୁ ଜଗତପୃଷ୍ଠ ଶ୍ରେଣୀ ନିର୍ମାଣ ପାଇଁ 20 ଫୁଟିଆ 3ଟି ଧଉରା ଏବଂ 2ଟି ଲେଖାଏଁ ଅସନ ଖାଟ ଭୋଇ ସେବକଙ୍କ ମାଧ୍ୟମରେ ଅପରାହ୍ନରେ ଯୋଗାଇ ଦେଇଛନ୍ତି। ରୂପକାର ସେବକମାନେ 3 ରଥର ମୋଟ 24 ଗୋଟି ସାଲ ଗୁଜରୁ 18 ଗୋଟି ସାଲ ଗୁଜରେ ରୂପ ଖୋଦେଇ ଶେଷ କରି 20 ଗୋଟି ତୀଖ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳାରେ ଓଝା ସେବକମାନେ 3 ରଥର ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।